ଗୋଟିଏ ଜଙ୍ଗଲରେ ବିଭିନ୍ନ ପଶୁପକ୍ଷୀ ରହୁଥିଲେ। ଜଙ୍ଗଲର ରାଜା ସିଂହ ଅନେକ ଦିନ ଧରି ଅସୁସ୍ଥ ଥିବାରୁ ସେମାନେ ମନ ଇଚ୍ଛା ଜଙ୍ଗଲରେ ବୁଲୁଥିଲେ ଆଉ କେହି କାହା କଥା ଶୁଣୁ ନଥିଲେ। ଦିନେ ବିଲୁଆ ଗୋଟାଏ ଉପାୟ ପାଞ୍ଚିଲା। ସେ ଜଙ୍ଗଲରେ ସଭା ବସେଇବା ପାଇଁ ବାହାରିଲା। ସେତିକି ବେଳେ ବାଟରେ ତାର ହରିଣ ଦେଖାହେଲା। ଆରେ ବିଲୁଆ ନନା, କଥା କଣ? ସକାଳୁ ସକାଳୁ କୁଆଡେ ବାହାରିଲ? କୁଆଡେ ଆଉ ଯିବି, ଏଇ ସଭାକୁ ଯାଉଛି। କାଇଁ, କୋଉ ସଭା? ସିଂହ ମହାରାଜ ବହୁତ ଦିନ ହେଲା ଅସୁସ୍ଥ ଅଛନ୍ତି। ସେ ଆଉ ବଞ୍ଚିବେ କି ନାହିଁ କିଏ ଜାଣେ। ତେଣୁ ମୁଁ ଆଜି ପଶୁ ସଭା ବସେଇ ରାଜା ପଦବୀ ପାଇଁ ନିର୍ବାଚନ କରିବାର ନିଷ୍ପତ୍ତି ନେଇଛି। ଆରେ ବାଃ, ଭଲ କଥା ତ। ମୁଁ ଦେଖିବାକୁ ବହୁତ ସୁନ୍ଦର ଆଉ ମୁଁ ବହୁତ ଜୋରେ ଦୌଡ଼ି ପାରେ। ତେଣୁ ଦେଖିବ ନା, ସମସ୍ତେ ମତେ ରାଜା ବୋଲି ଗ୍ରହଣ କରିବେ। କହିଲା ଜଙ୍ଗଲର ରାଜା ହବ। ଜଙ୍ଗଲର ରାଜା ହବାକୁ ହେଲେ ଖାଲି ଜୋରେ ଦୌଡ଼ିଲେ କି ଭଲ ଦେଖାଗଲେ ହବନି। ସେଥିପାଇଁ ବୁଦ୍ଧି ଦରକାର, ବୁଦ୍ଧି, ବୁଝିଲୁ? ତାହେଲେ ତମେ କଣ କହିବାକୁ ଚାହୁଁଛ? ମୋର ଯେତିକି ବୁଦ୍ଧି ଅଛି ଏଇ ଜଙ୍ଗଲରେ ଆଉ କାହାର ବି ସେତିକି ବୁଦ୍ଧି ନାହିଁ। ତେଣୁ ଦେଖିବୁ, ମୁଁ ହିଁ ରାଜା ହେବି। ବିଲୁଆ ସେଠୁ ଚାଲିଗଲା। କିଛି ବାଟ ଯିବା ପରେ ବାଟରେ ଗୋଟାଏ ମାଙ୍କଡକୁ ସେ ଭେଟିଲା। ସେ ବିଲୁଆକୁ ଦେଖି କହିଲା, କିଏ ବିଲୁଆ ନନା, କୁଆଡେ ଭାରି ତରତର ହେଇଯାଉଛ? କୁଆଡେ ଆଉ ଯିବି, ଆଜି ପରା ଜଙ୍ଗଲରେ ସଭା ବସିବ। ନୂଆ ରାଜାଙ୍କ ପାଇଁ ନିର୍ବାଚନ ହବ। ହଁ, କଣ କହୁଛ ମ? ତାହେଲେ ତ ମୁଁ ଜଙ୍ଗଲର ରାଜା ହେବି। କେମିତି? ମୁଁ ଗଛରୁ ଗଛ ଡେଇଁ ବୁଲି ପାରେ। ମୁଁ ଲାଞ୍ଜରେ ଓହଳି ଶତ୍ରୁ ମାନଙ୍କୁ ପାଠ ପଢେଇ ପାରେ। ତେଣୁ ମୁଁ ହିଁ ରାଜା ହେବି। ସାମାନ୍ୟ ଗୋଟାଏ ମାଙ୍କଡ ହେଇ କହିଲା କଣ ନା ରାଜା ହବ। ଶୁଣୁ, ଜଙ୍ଗଲର ରାଜା ହବାକୁ ହେଲେ ବୁଦ୍ଧି ଦରକାର। ଆଉ ମୋ ଠାରୁ ଅଧିକ ବୁଦ୍ଧି ଏ ଜଙ୍ଗଲରେ କାହାର ବି ନାହିଁ। ତେଣୁ ମୁଁ ରାଜା ହେବି। ବିଲୁଆ କିଛି ବାଟ ଗଲା ପରେ ତା ସହ ଗୋଟାଏ ହାତୀ ଦେଖାହେଲା। କିରେ ବିଲୁଆ, କୁଆଡେ ଯାଉଛୁ? ଜଙ୍ଗଲରେ ଆଜି ସଭା ବସିବ ତ, ସେଇଠିକି ଯାଉଛି। ସଭା? କାଇଁ, କି ସଭା ବସିବ କି? ରାଜାଙ୍କ ଦେହ ତ ଖରାପ, କେତେବେଳେ କୋଉ କଥା କିଏ ଜାଣେ। ତେଣୁ ଆଜି ନୂଆ ରାଜା ବଛା ହେବେ। ସଭାରେ ନିର୍ବାଚନ ହବ। ଏଇ ଗୋଟାଏ କଥା। ଶୁଣୁ, ଦେଖିବୁ ମୁଁ ହିଁ ଜଙ୍ଗଲର ରାଜା ହେବି। ମୋଠୁ ଅଧିକ ଶକ୍ତିଶାଳୀ ଆଉ ଆକାରରେ ଏତେ ବଡ ଏଇ ଜଙ୍ଗଲରେ କେହି ବି ନୁହନ୍ତି। ତେଣୁ ଦେଖିବୁ, ସମସ୍ତେ ମତେ ହିଁ ରାଜା କରିବେ। ବୁଝିଲ ହାତୀ ଭାଇ, ତମେ ବହୁତ ଭାବୁଛ। ଜଙ୍ଗଲର ରାଜା ହବାକୁ ହେଲେ ଖାଲି ବଡ ଶରୀର କି ଅଧିକ ଶକ୍ତି ନୁହଁ, ବୁଦ୍ଧି ବି ଦରକାର। ତେଣୁ ଦେଖିବ, ମୁଁ ହିଁ ରାଜା ହେବି। ବିଲୁଆ ଯାଇ ଜଙ୍ଗଲରେ ସଭାରେ ପହଞ୍ଚିଲା। ସେଠି ପହଞ୍ଚି ସବୁ ପଶୁମାନଙ୍କୁ ତାଙ୍କ ମତ ପଚାରିଲା। ସଭାକୁ ମୁଁ ଜଙ୍ଗଲର ସବୁ ଭାଇ ଭଉଣୀ ମାନଙ୍କୁ ସ୍ୱାଗତ କରୁଛି। ଆପଣ ମାନେ ତ ସିଂହ ରାଜାଙ୍କ କଥା ଜାଣିଛନ୍ତି। ତେଣୁ ଏବେ ଯାହା ପରିସ୍ଥିତି, ଜଙ୍ଗଲରେ ନିହାତି ଜଣେ ରାଜା ଦରକାର। ତେଣୁ ଆଜି ଏହି ସଭାରେ ଆପଣ ମାନେ ନିଜ ମତାମତ ଦେଇ ଆମ ମାନଙ୍କ ଭିତରୁ ଜଣଙ୍କୁ ରାଜା ରୂପେ ଚୟନ କରନ୍ତୁ। ମତ କଣ ଦେବେ? ମୁଁ ସବୁଠୁ ଦ୍ରୁତ ଗତିରେ ଦୌଡ଼ି ପାରେ ଆଉ ମୁଁ ଦେଖିବାକୁ ବି ବହୁତ ସୁନ୍ଦର। ତେଣୁ ରାଜା ମୁଁ ହିଁ ହେବି। ହରିଣ କଥା ଶୁଣି ଜଙ୍ଗଲର ସବୁ ପଶୁମାନେ ତାକୁ ରାଜା କରିବାକୁ ରାଜି ହେଇଗଲେ। ଏଇ କଥା କିନ୍ତୁ ବିଲୁଆର ହଜମ ହେଲା ନାହିଁ। ସେ ସବୁବେଳେ ହରିଣକୁ ପାନେ ଦବାକୁ ଚିନ୍ତା କଲା। ଦିନେ ଜଙ୍ଗଲରେ ଗୋଟାଏ ଫୁଲ ଗଛ ମୂଳରେ ସେ ଗୋଟାଏ ଜାଲ ପକେଇଦେଲା ଆଉ ସିଧା ଯାଇ ହରିଣ ପାଖରେ ପହଞ୍ଚିଲା। ମହାରାଜଙ୍କର ଜୟ ହଉ। ଆରେ ବିଲୁଆ ଭାଇ, ତମେ? କୁହ, ଆଜି ହଠାତ୍ ଏଠିକି କାହିଁ ଆସିଲ? ମହାରାଜ, ଏଇ ସିଂହାସନରେ ବସି ବସି ଆପଣଙ୍କୁ ଭାରି ବ୍ୟସ୍ତ ଲାଗିବଣି। ତେଣୁ ମୁଁ ଭାବୁଥିଲି ଯଦି ଆମେ ଯାଇକି ଟିକେ ଜଙ୍ଗଲରେ ବୁଲି ଆସନ୍ତେ, ତାହେଲେ ଆପଣଙ୍କୁ ଟିକେ ହାଲକା ଲାଗନ୍ତା। ହଁ ଭାଇ, ମୁଁ ବି ସେଇଆ ଭାବୁଥିଲି। ଚାଲ ଏବେ ଯାଇ ବୁଲି ଆସିବା। ହରିଣ ଆଉ ବିଲୁଆ
ଦୁହେଁ ସାଙ୍ଗ ହେଇକି ଜଙ୍ଗଲରେ ବୁଲୁଥିଲେ। ସେତିକି ବେଳେ ବିଲୁଆ କଣ କଲା ନା ହରିଣକୁ ନେଇକି ଜାଲ ବିଛେଇଥିବା ବାଟରେ ଗଲା। ହରିଣ ଯେମିତି ଜାଲ ଉପରେ ଗୋଡ଼ ପକେଇଛି ସେ ଜାଲରେ ଫସିଗଲା। ବଞ୍ଚାଅ ବଞ୍ଚାଅ, ବିଲୁଆ ଭାଇ ମତେ ବଞ୍ଚାଅ, ବଞ୍ଚାଅ। ରହ, ଜଙ୍ଗଲର ସବୁ ପଶୁ ଆସନ୍ତୁ, ସେମାନେ ତତେ ବଞ୍ଚେଇବେ। କିଛି ସମୟ ପରେ ଜଙ୍ଗଲର ସବୁ ପଶୁ ଆସି ସେଠି ରୁଣ୍ଡ ହେଲେ। ସେମାନଙ୍କୁ ବିଲୁଆ କହିଲା, ଦେଖିଲ ତ, ତମେ ମାନେ ଖାଲି ରୂପ ରଙ୍ଗ ଆଉ ତାର ଦୌଡ଼ିବା ଗୁଣ ପାଇଁ ତାକୁ ରାଜା କଲ, ହେଲେ ଇଏ ତ ବାଟରେ ଚାଲିଲେ ଜାଲ କୋଉଠି ପଡିଛି ଜାଣିପାରୁନି। ପ୍ରଜା ମାନଙ୍କ ଦୁଃଖ କୁଆଡୁ ବୁଝିବ? ଠିକ କଥା, ସେଇଥିପାଇଁ ମୁଁ କହୁଥିଲି ଯେ ମତେ ରାଜା କର। ମୁଁ ଜଙ୍ଗଲର ସବୁଠାରୁ ବଡ ଆଉ ଶକ୍ତିଶାଳୀ ପ୍ରାଣୀ, ତେଣୁ ମୁଁ ଏଇ ଜଙ୍ଗଲର ରାଜା ହବାର ଯୋଗ୍ୟ। ହାତୀ କଥା ଶୁଣି ଜଙ୍ଗଲର ସବୁ ପଶୁମାନେ ତାକୁ ଜଙ୍ଗଲର ରାଜା କରିଦେଲେ। ପୁଣି ଥରେ ବିଲୁଆର ଯୋଜନାରେ ପାଣି ପଶିଗଲା। ଦିନେ ସେ ହାତୀ ପାଖରେ ଯାଇ ପହଞ୍ଚିଲା ଆଉ କହିଲା, ମହାରାଜଙ୍କର ଜୟ ହଉ। ଆରେ ବିଲୁଆ, ତୁ କହ କଣ ହେଇଛି? କଣ ଆଉ କହିବି ମହାରାଜ, ଆପଣଙ୍କ ସିଂହାସନ ଉପରେ ଘୋର ବିପଦ ମାଡି ଆସିଲାଣି। ମାନେ କଣ ହେଇଛି? ମହାରାଜ, ପାଖ ଜଙ୍ଗଲରୁ ଗୋଟାଏ ବିରାଟ ବଡ ହାତୀ ଆମ ଜଙ୍ଗଲକୁ ଆସିଛି। ସେ କହୁଛି ଆପଣ କୁଆଡେ ଭାରି ଡରୁଆ, ଆଉ କହୁଛି ଯେ ସେ କୁଆଡେ ଯଦି ଆପଣଙ୍କୁ ଗୋଟାଏ ଗୋଇଠା ଦବ ଆପଣ 100 ଥର ଜଙ୍ଗଲରୁ ନଈକୁ ଯାଇ ପାଣି ପିଇବେ। କଣ ହେଲା? ତାର ଏତେ ସାହସ? ସେ ମତେ ଡରୁଆ କହୁଛି? ସେ କୋଉଠି ଅଛି କହ, ମୁଁ ଏବେ ଯାଇ ତାକୁ ଉଚିତ ଶିକ୍ଷା ଦେବି। ମହାରାଜ, ସେ ଜଙ୍ଗଲର କୂଅ ଭିତରେ ଶୋଇଛି। ଚାଲ ଆମେ ତା ପାଖକୁ ଯିବା। ହାତୀ ଆଉ ବିଲୁଆ କୂଅ ପାଖକୁ ଗଲେ। ସେଠି ପହଞ୍ଚି ହାତୀ ଯେତେବେଳେ କୂଅ ଭିତରକୁ ଚାହିଁଲା, ସେଥିରେ ସେ ତାର ନିଜ ପ୍ରତିବିମ୍ବ ଦେଖି ତାକୁ ଆଉ ଗୋଟାଏ ହାତୀ ବୋଲି ଭାବିଲା। ହାତୀ ରାଗି ଯାଇ କୂଅ ଭିତରକୁ ଡେଇଁ ପଡିଲା ଆଉ କୂଅ ଭିତରେ ପଡିଗଲା। ବଞ୍ଚାଅ ବଞ୍ଚାଅ, ମତେ ବଞ୍ଚାଅ, ବିଲୁଆରେ ଦୟାକରି ମତେ ବଞ୍ଚା, ବିଲୁଆ ବଞ୍ଚା ମତେ। ମୁଁ କାହିଁ ବଞ୍ଚେଇବି? ତମ ପ୍ରଜା ମାନେ ଆସିଲେ ତମକୁ ଆପେ ବଞ୍ଚେଇବେନି? କିଛି ସମୟ ପରେ ସବୁ ପଶୁମାନେ ଆସି କୂଅ ପାଖରେ ପହଞ୍ଚିଲେ। ଦେଖିଲ ତ, ଖାଲି ଶକ୍ତିଶାଳୀ ଆଉ ଆକାରରେ ବଡ ହେଲେ କେହି ଜଙ୍ଗଲର ରାଜା ହେଇଯାଆନ୍ତିନି। ଯିଏ ନିଜ ପ୍ରତିବିମ୍ବ ଚିହ୍ନି ପାରୁନି ସେ କଣ ଜଙ୍ଗଲର ରାଜା ହବ? ସେତିକି ବେଳେ ସିଂହ ସେଠି ଆସି ପହଞ୍ଚିଲା। ଭାଗ୍ୟକୁ ସେ ସମ୍ପୂର୍ଣ୍ଣ ସୁସ୍ଥ ହେଇଯାଇଥିଲା। ପଶୁମାନେ ସିଂହକୁ ଦେଖି ବହୁତ ଖୁସି ହେଲେ ଆଉ ତାକୁ ଜଙ୍ଗଲର ରାଜା କରିଦେଲେ। ବିଲୁଆ କିନ୍ତୁ ଚିନ୍ତା କଲା, ସେ ଯଦି ହାତୀ ଆଉ ହରିଣଙ୍କୁ ରାଜା ପଦବୀରୁ କାଢି ଦେଇ ପାରିଲା, ତାହେଲେ ସିଂହକୁ ବି ସେ କାଢି ଦେଇ ପାରିବ। ସେ ଦିନେ ସିଂହକୁ ବୁଦ୍ଧି ଶିଖେଇବା ପାଇଁ ଗୋଟାଏ ମହୁ ଫେଣା ଆଣି ସିଂହର ଗୁମ୍ଫା ଆଗରେ ରଖିଦେଲା। ଏଇ ମହୁ ଫେଣା ଉପରେ ଯଦି ସିଂହର ଗୋଡ ପଡିବ, ତାହେଲେ ମହୁମାଛି ମାନେ ତାକୁ କାମୁଡି ତାକୁ ମାରିଦେବେ ଆଉ ମୁଁ ଜଙ୍ଗଲର ରାଜା ହେବି। ବିଲୁଆ ଏତେ ଖୁସି ହେଇଗଲା ଯେ ଖୁସିରେ ମହୁ ଫେଣାଟାକୁ ହାତରୁ ଖସେଇ ଦେଲା। ଯେମିତି ମହୁ ଫେଣା ତଳେ ପଡିଛି, ମହୁମାଛି ମାନେ ସାଙ୍ଗେ ସାଙ୍ଗ ବାହାରି ଆସି ବିଲୁଆ ଉପରେ ମନ ଇଚ୍ଛା ଆକ୍ରମଣ କଲେ। ବଞ୍ଚାଅ ବଞ୍ଚାଅ, କିଏ କୋଉଠି ଅଛ, କିଏ କୋଉଠି ଅଛ, ମତେ ବଞ୍ଚାଅ। ବିଲୁଆର ପାଟି ଶୁଣି ଜଙ୍ଗଲର ସବୁ ପଶୁ ଆଉ ସିଂହ ଆସି ସେଠି ପହଞ୍ଚିଲେ। ଆରେ ସମସ୍ତେ ଅନେଇଛ କଣ? ଯାଅ ଯାଇ ବିଲୁଆକୁ ବଞ୍ଚାଅ। ନାଇଁ ମହାରାଜ, ଆପଣ ଜାଣିନାହାନ୍ତି, ଇଏ ଆମକୁ ବହୁତ ହଇରାଣ କରିଛି, ଆମେ ୟାକୁ ଜମା ସାହାଯ୍ୟ କରିବୁନି। ହଁ, ଏମିତି ଦୁଷ୍ଟ ବୁଦ୍ଧିକୁ ଏଇଭଳି ଦଣ୍ଡ ଦରକାର। ବାସ୍, ସେ ଯେମିତି ବି ହେଲେ ସେ ଆମର ମିତ୍ର। ସେ ଆମ ସହ ଏଇ ଜଙ୍ଗଲରେ ଚଳି ଆସିଛି, ତେଣୁ ତାର ବିପଦ ସମୟରେ ତାକୁ ସାହାଯ୍ୟ କରିବା ଆମର କର୍ତ୍ତବ୍ୟ। ସିଂହ କଥା ଶୁଣି ଜଙ୍ଗଲର ଅନ୍ୟ ପ୍ରାଣୀମାନେ ବିଲୁଆକୁ ଯାଇ ସାହାଯ୍ୟ କଲେ ଆଉ ମହୁମାଛିମାନେ ସେଠୁ ଉଡି ଚାଲିଗଲେ। ମହାରାଜ, ମୁଁ ଆଜି ଲଜ୍ଜିତ, ମତେ କ୍ଷମା କରନ୍ତୁ। ଜଙ୍ଗଲର ରାଜା ହବାକୁ ମୁଁ ଅନ୍ୟ ପଶୁମାନଙ୍କୁ ବହୁତ ହଇରାଣ କରିଛି, ଏମିତିକି ଆପଣଙ୍କର କ୍ଷତି କରିବାକୁ ବି ମୁଁ ଚେଷ୍ଟା କରିଥିଲି, ହେଲେ ଆଜି ମୁଁ ଅନୁତପ୍ତ। ଆପଣ ଭୁଲ ଠିକ ବିଚାର ନ କରି ମତେ ପ୍ରଥମେ ଉଦ୍ଧାର କଲେ, ତେଣୁ ଆପଣ ହିଁ ଜଙ୍ଗଲର ପ୍ରକୃତ ରାଜା।